ଦାୟିତ୍ୱର ଏ ଯେଉଁ ନ୍ୟାୟ ସଂହିତା ପ୍ରତିପକ୍ଷତା ରକ୍ଷା କରେ। ଆପଣ ଚିନ୍ତା କରିଛନ୍ତି କେବେ ଏଇଠି ଗରିବର ଗୋଟିଏ ଭୁଲ ଅମ୍ବାନୀ ଛୁଆର ବି ସେ ଗୋଟିଏ ଭୁଲ। ଆପଣ ପୁଞ୍ଜିପତି ଛୁଆ ଯେଉଁ ୟୁନିଫର୍ମ ବିଶାଳ ସ୍କୁଲ ଯିବ ଖଟିଖିଆ ମୂଲିଆ ବାପୁଡା ଛୁଆ ମଧ୍ୟ ସେଇ ୟୁନିଫର୍ମ ବିଶାଳ ସ୍କୁଲ ଯିବ। ଏଇ କଥା କେନ୍ଦ୍ରୀୟ ରାଜନୀତି କରୁଛି ଆପଣ କରିଛନ୍ତି ଢେଙ୍କାନାଳ ରାଜା କରିଛନ୍ତି ଆପଣ ଗାଁର ମୁଖିଆ କରିଛନ୍ତି ସରକାର କରିଛନ୍ତି। ଆପଣ ପିଲା ଜନ୍ମ କରିବେ ମାତୃଗର୍ଭ ଥିବା ବେଳେ ଯୋଉ ଛତୁଆ ଅଣ୍ଡା ଆସୁଛି ମା ମାନେ ଇଏ ଦଉଛି ସରକାର ଦେବା ପାଇଁ ବାଧ୍ୟ। ତେଣୁ ଆମେ ଶିକ୍ଷା ସ୍ୱାସ୍ଥ୍ୟ ଆଉ ଉନ୍ନତ ଜୀବନ ଶୈଳୀ ନିର୍ଭର କରିବା ପାଇଁ ସମ୍ବିଧାନର ପଦକ୍ଷେପ ଗୁଡ଼ିକ ଆମ ପାଇଁ ଅଛି। ଆମେ ଏଟା ଜାଣିବା ଜରୁରୀ। ଯଦି ଏଠିକି ନିଶା ମହାରଣା ଆସିଥାନ୍ତେ ବୋର୍ଡରେ ଏଠି ଟ୍ରାଫିକ ଜାମ୍ ହେଇସାରିଥାଏ। ସନ୍ଧ୍ୟା ପ୍ରଭୁ ଭାଇ ଆସିଛନ୍ତି ଆମେ ଯଦି ବିପଦରେ ପଳେଇ ଆସିଛୁ ଏଇଠି ଆମରି ମା ଓ ଭଉଣୀ ମାନେ ଆମକୁ ନଚୁନି ବାଟ କାଟି ତାକୁ ବାଟ କାଟି ଯାଉଛନ୍ତି। ଚିନ୍ତା କରନ୍ତୁ 134 ବର୍ଷ ଜନ୍ମ ପରେ ବି ଆମେ ଆମକୁ ବୁଝିପାରିଲେ ନାହିଁ। ଆମ ଭାଇକି ଆମ ସମାଜକୁ ଆମ ସଂଗ୍ରାମୀ ସାଥୀମାନଙ୍କୁ ବୁଝିପାରିଲେ ନାହିଁ। ଯଦି ପାଲା ବଚନ ଯଦି ହେଉଥିବ ଆଜ୍ଞା ଆମେ ରାତି ସାରା ଦେଖିବା। ଚିନ୍ତା କରନ୍ତୁ ଆପଣ ସେଇ ପର୍ଯ୍ୟନ୍ତ ଅଛଲ ହେଇକି ରହିବେ ସେଇ ପର୍ଯ୍ୟନ୍ତ ଅସମ୍ରାନ୍ତ ହେବେ ସେଇ ପର୍ଯ୍ୟନ୍ତ ମୂଳ ଚେର ଉତ୍ପାଦନ କରିନାହାନ୍ତି। ମୂଳ ଚେର କଣ? ପ୍ରତ୍ୟେକ ଧର୍ମର କଥା ମୁଁ ଆଲୋଚନା କରୁଛି। ପ୍ରତ୍ୟେକ ଧର୍ମରେ ଗୋଟେ ଈଶ୍ୱର ଅଛନ୍ତି। ଈଶ୍ୱର ଧର୍ମଶାସ୍ତ୍ର ତିଆରି ହେଇଛି। ଈଶ୍ୱରଙ୍କ ପାଇଁ ଧର୍ମଶାସ୍ତ୍ର। ଧର୍ମଶାସ୍ତ୍ରର ବ୍ୟବସ୍ଥା ଜାତି ବ୍ୟବସ୍ଥା। ଜାତି ବ୍ୟବସ୍ଥା ମାନେ ଅସମାନତା। ଅସମାନତା ଚତୁର୍ବର୍ଣ୍ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଟା ବ୍ୟବସ୍ଥା କରି ହେବ। ଆପଣମାନେ ସେ ଆପଣମାନେ ଶୂଦ୍ର ରୁହନ୍ତୁ। ସବୁ ଯେତେବେଳେ ଆର୍ଯ୍ୟ ମାନେ ଆସୁଛନ୍ତି ଭାରତ ବର୍ଷକୁ ସେତେବେଳେ ଦୁଇଟା ଡାକିଥିଲା ଗୋଟେ ଆର୍ଯ୍ୟ ଆଉ ଗୋଟେ ଅନାର୍ଯ୍ୟ। ପରବର୍ତ୍ତୀ ପ୍ରକାର ଚତୁର୍ବର୍ଣ୍ଣ ହେଲା। ଚତୁର୍ବର୍ଣ୍ଣ ପରେ ପରେ ଆପଣ କେଉଁ କାଟାଗୋରୀରେ ଯିବେ ନା ଆପଣ ଅତି ଶୂଦ୍ର ଯୋଉଟାକୁ ପୁରାଣରେ କୁହାଯାଇଛି କୋଛ ଚଣ୍ଡାଳ ରାକ୍ଷସ ଦାନବ ଇତ୍ୟାଦି ଇତ୍ୟାଦି। ତେଣୁ ସମ୍ବିଧାନ ଯେତେବେଳେ ଆସୁଛି ଆମ ପିଲାଟା ସ୍କୁଲକୁ ଗଲେ 1 ଠାରୁ 8 ପର୍ଯ୍ୟନ୍ତ ପ୍ରି ଆଣ୍ଡ କମ୍ପଲସରି ଏଜୁକେସନ ଲାଭ କରୁଛି। ଆଜି ସରକାର ଭାବରେ 10 ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କଲେ ୟୁନିଫର୍ମ କଲେ। କାରଣ ପ୍ରତ୍ୟେକ ବ୍ୟକ୍ତିର ବଞ୍ଚିବାର ଅଧିକାର ଅଛି। ଏ କଥା କିଏ କହୁଛି? ସମ୍ବିଧାନ। ଆପଣଙ୍କର ପୁରାଣରେ ଅଛି ପ୍ରତ୍ୟେକ ପିଲାର ବଞ୍ଚିବାର ଅଧିକାର। ଚିଗୁଡିଆ ମିଠା କଥାରେ ଆପଣମାନେ ବସୁ ଅଧୁର ବିଷୟରେ ଈଶ୍ୱର ସେ ବିଶ୍ୱ ଏକେ ଏକେ ଯାଏ ଆସେ ତାହାର ସାଥୀ। ଅଧିକ ବିଷୟରେ ଚାଲିବ ଖୋଲିବ ଲତାରେ ଆଖି ତୁମେ ଶୋଷ କର କୁକୁର ଜୀବନ ପ୍ରଗତି ଚେତନା 1935 ମସିହାରୁ ଆରମ୍ଭ ହେଲାଣି। କିନ୍ତୁ ଆମ କାନରେ ସେ ଶବ୍ଦ ବାଜି ପ୍ରବଚନ ଆମକୁ ମିଠା ମିଛ କଥା